ତାରିଣୀ ଦେବୀ କି ମୋର କୋଟି କୋଟି ଗୁହାରି। ଆଜି ହେଉଛି ସାବିତ୍ରୀ। ପ୍ରତ୍ୟେକ ମା ମାନଙ୍କର ମନ ଦୁଃଖ କାର ନ ହଉ, ସମସ୍ତେ ହସ ଖୁସିରେ ଘର ପରିବାର ନେଇକି ଆଜି ସ୍ୱାମୀକି ପୂଜା ଅର୍ଚ୍ଚନା କରି ତାଙ୍କର ସ୍ୱାମୀର ଆୟୁଷ ମାଗୁଛନ୍ତି। ସ୍ୱାମୀ ଯେମିତି ଭଲରେ ଯାଇକି ଘରକୁ ଫେରୁ। ଏଇ ହସ ଖୁସିଟା ମା ଜଗଜନନୀ, ମା ତାରିଣୀ, ମା ଦୁର୍ଗା, ମା କାଳୀ, ମା ଚଣ୍ଡୀ, ମା ଲକ୍ଷ୍ମୀ, ମା ସରସ୍ୱତୀ, ମା ଅଷ୍ଟଦେବୀ, ମା ବିରଜା, ମା ଦକ୍ଷିଣ କାଳୀ, ମା ବୁଢ଼ୀ ଜାଗୁଳେଇ, ମା ତଳା ଠାକୁରାଣୀ, ସବୁ ଦେବାଦେବୀ କି ମୁଁ ଡାକୁଛି ସବୁବେଳେ ଏଇଭଳିଆ ତୁମରି ଆଶୀର୍ବାଦ ଏ ମା ମାନଙ୍କ ଉପରେ ଥାଉ। ତାଙ୍କ ଘର ପରିବାର ହସ ଖୁସିରେ ଆନନ୍ଦରେ ଯାଉ। ସାବିତ୍ରୀ ଯେଉଁ ମା ମାନେଟି କରୁଛନ୍ତି ସାବିତ୍ରୀ ସ୍ୱାମୀଙ୍କ ପାଇଁ ଭକ୍ତି ଭାବରେ କରନ୍ତୁ। ଆଉ ସେଇ ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତୁ, ମୋ ଶଙ୍ଖା ସିନ୍ଦୁର ସବୁବେଳେ ବଜାୟ ରହୁ। ସ୍ତ୍ରୀମାନଙ୍କର ହେଲା ଶଙ୍ଖା ସିନ୍ଦୁର ବଳ, ସ୍ୱାମୀ ପାଇଁ ପିନ୍ଧିଛନ୍ତି। ସ୍ୱାମୀ ଯଦି ଯେତେ ଭୁଲ କଲେ ବି ସ୍ତ୍ରୀମାନେ ତାକୁ କ୍ଷମା କରିଦେବେ, ବୁଝେଇବେ, କେବେ ସ୍ୱାମୀମାନଙ୍କୁ ଧିକାରି କରି କହିବେନି। ଆଜି ହେଲା ସାବିତ୍ରୀ। କେତେ ମା ଭଉଣୀ ସେ ସାବିତ୍ରୀ ଯେଉଁ ଓଷା କରୁଛନ୍ତି, ମା ମାନେ କେତେ ଖୁସି ଆନନ୍ଦରେ ନୂଆ ଶାଢ଼ୀ ଭୋଗରାଗ ନେଇକି ସେଇ ମାଆଙ୍କ ପାଖରେ ଭୋଗରାଗ ଲଗେଇ ଉପାସରେ ଆସି ସ୍ୱାମୀ ପୂଜା କରିସାରିଲା ପରେ ତାପରେ ଖାଇବେ। ସ୍ୱାମୀ ବି ନିଜ କର୍ତ୍ତବ୍ୟ, ସ୍ତ୍ରୀର ଯେଉଁ କର୍ତ୍ତବ୍ୟଟାକୁ ଭୁଲିବନି। ଘର ସଂସାର କରି କଳି ଝଗଡ଼ା ଅଛି। ସାବିତ୍ରୀ ଏତିକି ମୁଁ ସେ ପ୍ରଭୁ ମା ଜଗଜନନୀକି ମୁଁ ଡାକୁଛି ଏତିକି, ଯେଉଁ ମା ମାନେ ପ୍ରାର୍ଥନା ମାନେ ପୂଜା ଅର୍ଚ୍ଚନା କରୁଛନ୍ତି ଭକ୍ତି ଭାବରେ କରନ୍ତୁ। ନିଶ୍ଚୟ ମା ଜଗଜନନୀ, ମା ତାରିଣୀ ତାଙ୍କର ମନସ୍କାମନା ପୂର୍ଣ୍ଣ କରୁ। ମାଲୋ।